ରଜନୀ କାଳେ ଯାଅ ବନ ଲଜ୍ଜା କି ଛାଡ଼ିଲା ବଦନ ଶୁଣି ବୋଲନ୍ତି ଗୋପବାଳୀ ବନେ ବିଜୟ ବନମାଳୀ ଶୁଣନ୍ତ ଶୁଭୁ ଅଛି ନାଦ ମୁରଲୀ ବଡ଼ ଆନନ୍ଦ କ୍ଷଣେ ମୁରଲୀ ନାଦ ଶୁଣି ଆମ୍ଭେ ଆସିବୁ। ସେଇ ମୁରଲୀ ନାଦ ଧ୍ୱନି ଶୁଣିକିରି ଆମେ ପଳେଇ ଆସିବୁ। ତୁମେ କିଛି ବ୍ୟସ୍ତ ହେବାର ନାହିଁ। ସେ ବଂଶୀ ଧ୍ୱନି ବଂଶୀର ଗୀତ ଟିକେ ଶୁଣିବୁ, ଆମେ ପଳେଇ ଆସିବୁ। ଏବଂ ଦାସବତ୍ସଳ ଭଗବାନ ମୋହିଲେ ଗୋପୀଙ୍କ ଗୋପାଳଙ୍କ ମନ ତୁଣ୍ଡରୁ ଏଇ କଥା ଭଗବାନ ତ ଜାଣନ୍ତି ମାୟା କାହାର, ସେ ମାୟାଧର ଯେଉଁମାନେ ବାଟ ଉଗାଳୁଥିଲେ ତାଙ୍କ ମନ ଗୋପାଳମାନଙ୍କର ମନକୁ ମଧ୍ୟ ଭଗବାନ ଆଚ୍ଛନ୍ନ କରିଦେଲେ ମାୟାରେ। ତାପରେ ୟାଙ୍କର ପାଟିରୁ ଆଜ୍ଞା କିଛି ଶବ୍ଦଟିଏ ମଧ୍ୟ ସ୍ଫୁରିଲାନି। ହଁ ତୁମେ ଯାଅ କି ନ ଯାଅ, ସେମାନେ ମଧ୍ୟ ସବୁ ସ୍ତମ୍ଭୀଭୂତ ବିସ୍ମିତ ତଟସ୍ଥ ହେଇକରି ରହିଗଲେ। ତୁଣ୍ଡରୁ ନଇଲା ଉତ୍ତର ବାହୁଡ଼ି ଗଲେ ଯେ ଯାହାଘର। ତେଣୁ ସମସ୍ତେ ଆଉ ବାରଣ କରିବେ କ'ଣ? ଆଉ ବାରଣ କରିବାର ଯେଉଁ କହୁଥିଲେ ମନା କରିବେ, ଆଉ କିଛି ନ କହିକି ନିଜ ଘରକୁ ଚାଲିଗଲେ। ଏକ ଗୋପିକା କ୍ଷୀଣ ଦେହି ଗହଳେ ନ ପାରିଲା